ଯେମିତି ଗରମ ହଉଛି ସେଥିରେ ଘଣ୍ଟା ଘଣ୍ଟା ରୋଷେଇ କରିବା ପାଇଁ କିମ୍ବା ଭାତ ତରକାରୀ ଖାଇବା ପାଇଁ ବିଲକୁଲ ଇଚ୍ଛା ହଉନି। ତ ଆପଣମାନେ ଏମିତି ଦହି ଭାତକୁ ବନେଇ ପାରିବେ। କମ୍ ସମୟରେ ତିଆରି ହେଇଯିବ, ଖାଇବା ପାଇଁ ବହୁତ ଟେଷ୍ଟି ଲାଗିଥାଏ, ପେଟକୁ ଥଣ୍ଡା ରଖିବ। ତା ଛଡ଼ା ବିନା ପିଆଜ ରସୁଣ ଦିନମାନଙ୍କରେ ଆପଣ ଏଇ ଦହି ଭାତକୁ ବନେଇକି ଖାଇପାରିବେ। ମୁଁ କେମିତି ଦହି ଭାତ ବା କର୍ଡ ରାଇସ୍ ବନାଏ ଚାଲନ୍ତୁ ଦେଖିବା। ତା ପାଇଁ ଏଠି ଗୋଟେ ବଡ଼ ଜାଗାରେ ଦେଖନ୍ତୁ ଗୋଟେ ଗିନାରେ ମାପିକି 2.5 ଗିନା ନେଇଛି ଭାତ। ଏଇଠି ମୁଁ ଅରୁଆ ଭାତ ନେଇଛି କାରଣ ବିନା ପିଆଜ ରସୁଣ ଦିନମାନଙ୍କରେ ଆମେ ଅରୁଆ ଖାଇଥାଉ। ଆପଣ ଚାହିଁଲେ ଉଷୁନା ଭାତରେ ବି ବନେଇ ପାରିବେ। ଦହି ଭାତ ପାଇଁ ଭାତକୁ ଟିକେ ନରମ କରିକି ରାନ୍ଧିବେ, ବେଶୀ ଭଲ ରହିବ। ତାପରେ ଏଇଠି ଦେଖନ୍ତୁ ଗୋଟେ ମ୍ୟାସର ସାହାଯ୍ୟରେ ହାଲକା ଟିକେ ଚକଟି ଦେବା। ତାପରେ ଏଥିରେ ଦେବା ଦହି। ଏଇଠି ମୁଁ ଗୋଟେ ଗିନା ଭରିକି ଦହି ନେଇଛି, ଯୋଉଥିରେ ମୁଁ ଭାତ ମାପିକି ନେଇଥିଲି ସେଇ ଗିନାରେ ଗୋଟେ ଗିନା। ତାପରେ ସ୍ୱାଦ ହିସାବରେ ଲୁଣ ଦେବା, କିଛି କଟା କଞ୍ଚା ଲଙ୍କା, ଆଉ ଏଇଠି ମୁଁ 2 ବଡ଼ ଚାମଚ ଆମ୍ବ କଷି ଅଦା କୋରିକି ଦେଇଛି। ତା ସହିତ ଧନିଆ ପତ୍ର ପୁଦିନା ପତ୍ର ଦେଇକି ଭଲ ଭାବରେ ମିଶାଇ ଦେବା। ଏଇଠି ଦହି ପୁରା ଫ୍ରେଶ ନେବେ, ଖଟା ଦହିରେ ଭଲ ଟେଷ୍ଟ ଆସିବନି। ତାପରେ ଏଇଠି ଦେଖନ୍ତୁ ଏଇଟା ଟିକେ ବହଳିଆ ବା ଶୁଖିଲା ଲାଗୁଛି, ସେଇଥିରେ ଦେବା ଗୋଟେ ଗିନା ପାଖାପାଖି କ୍ଷୀର। କ୍ଷୀର ଦେଲେ ଟେଷ୍ଟ ବହୁତ ଭଲ ଆସିବ। ଆପଣ ଚାହିଁଲେ ପାଣି ବି ଦେଇପାରିବେ। ତ ଏଇଠି କନସିଷ୍ଟେନ୍ସି ପରଫେକ୍ଟ ଲାଗୁଛି। ଏବେ ସେଥିରେ ଦେବା ଛୁଙ୍କ। ଏଇଠି ମୁଁ ଗୋଟେ ଫ୍ରାଏ ପ୍ୟାନରେ 3 ବଡ଼ ଚାମଚ ତେଲ ଗରମ କରିଦେଇଛି, ରିଫାଇନ ତେଲ। ସେଥିରେ ଦେବା ବୁଟ ଡାଲି, ବିରି ଡାଲି, ଗୋଟା ଜିରା, ସୋରିଷ, ଗ୍ରାଇଣ୍ଡରରେ ମୁଁ ଏଠି କାଜୁ ଦଉଛି, ଆପଣ ଚାହିଁଲେ ଚିନା ବାଦାମ ବି ପକେଇ ପାରିବେ। ତା ସହିତ ଶୁଖିଲା ଲଙ୍କା, ଏ ସବୁକୁ ଭଲ ଭାବରେ ଭାଜି ଦେବା। ଭାଜି ହେଇଗଲେ ଏଥିରେ ଦେବା ହେଙ୍ଗୁ ଆଉ ଭୃଷଙ୍ଗ ପତ୍ର। ହେଙ୍ଗୁ ଦେଲେ ବହୁତ ବଢ଼ିଆ ବାସ୍ନା ଆସିବ, ନିହାତି ଭାବରେ ପକେଇବେ। ତାପରେ ଆକୁ ଫ୍ରାଏ କରିସାରିଲା ପରେ ସାଙ୍ଗେ ସାଙ୍ଗେ ଦହି ଭାତରେ ଦେଇଦେବା। ଦେଇକି ଭଲ ଭାବରେ ଆକୁ ଗୋଳେଇ ଦେବେ, ଆଉ 1 ରୁ 2 ମିନିଟ୍ ପାଇଁ କଭର କରିକି ବି ଛାଡ଼ିଦେବେ, ଯାହାଦ୍ୱାରା ବାସ୍ନାଟା ଏଥିରେ ରହିଯିବ। ଲାଷ୍ଟରେ ସର୍ଭ କରିବା ଆଗରୁ ଏଥିରେ କିଛି ଡାଳିମ୍ବ ମଞ୍ଜି ଦେଇକି ଗୋଳେଇ ଦେବା। ଦେଖିବା ପାଇଁ ବହୁତ ସୁନ୍ଦର ଲାଗିବ, ତା ସହିତ ଖାଇଲା ବେଳେ ବି ଗୋଟେ ବଢ଼ିଆ କ୍ରଞ୍ଚି ବାଇଟ୍ ଆସିବ। ଏଇଠି ଆମର କର୍ଡ ରାଇସ୍ ବା ଦହି ଭାତ ପୁରାପୁରି ରେଡି ହେଇଗଲା ସର୍ଭ କରିବା ପାଇଁ। ଯଦି ଭିଡ଼ିଓ ଭଲ ଲାଗିଥିବ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ, ଫଲୋ କରିବାକୁ ଜମା ବି ଭୁଲିବେନି।